ଚାହୁଁ ଚାହୁଁ ଦୀର୍ଘ 7 ବର୍ଷ ବିତିଗଲାଣି। ପୁଅ ଫେରିବା ବାଟକୁ ଅନେଇ ମା ଆଖିର ପାଣି ଶୁଖିଗଲାଣି। ଏଇ ବର୍ଷ ପୁଅ ଆସିବ ବୋଲି ମା'କୁ କଥା ଦେଇଥିଲା, ହେଲେ କୋଉଠି ଥିଲା କରୁଣା ରାକ୍ଷସ ପରି ମାଡ଼ି ଆସିଲା। ଜୀବନର ଗତି ନଦୀ ବଙ୍କେଇଲା ପରି ବଙ୍କେଇ ଦେଲା। ଆଜି ପୁଅର ବାଟ ଚାହିଁ ଚାହିଁ ବସି ମା'ର ବିଷୟରେ ଜାଣୁ ଜାଣୁ ବୋ ବୋ କାନ୍ଦି ଉଠିଲା। ମା'ର କହ ବା ବରଷ ବରଷ ଯାଇ ଅନେଇ ପୁଅର ଫେରିବା ବାଟକୁ। ଦିନ ପରେ ବିତି ଚାଲିଲା। ସଞ୍ଜ ସକାଳୁ ଦାଣ୍ଡରେ ବସିଥାଏ ମା କୋଳରେ ଗଳାର ମାଳା। ନିଧନ ସକାଳେ ଆସିବ ଆଉ ତାକୁ ଟିକେ ଛାତିରେ ଧରିକି ଗେଲ କରିବ ଓ ତାର ଆଶା ରହିଯାଇଥିଲା। ଲୋକଟିଠୁ ରୋଗ ବିଷୟରେ ଶୁଣି ସମ୍ଭାଳି ପାରିଲା ନାହିଁ। ଏଇ ଘର ଭିତରେ ଜଣେ ଲୋକ ଟାକୁ ଡାକ ପକାଇଲା। ବୁଢ଼ୀ ମା'ଟି ପୁଅର ଆସିଲା ବୋଲି ଭାବି ଦୌଡ଼ି ଦୌଡ଼ି ତା ପାଖରେ ଯାଇ ପଚାରିଲା, ପୁଅ କ'ଣ ମୋ ଧନର ଆସିଲାଣି କି? ହେଲେ ସେ ଲୋକଟି ମନା କରିଦେଲା। ବୁଢ଼ୀ ମା'ର ମନଟି ମାଟିହାଣ୍ଡି ପରି ଭାଙ୍ଗିଗଲା। ହେଲେ ଲୋକଟି କହିଲା ତାର ପୁଅ ସହିତ ଆସିବନି, ତାର ଫୋନ୍ ନିଅ କଥା ହୁଅ। ବୁଢ଼ୀ ନିଜର ବୁଢ଼ୀ ଧନ ଧନ ବୋଲି କହୁଥାଏ, କିନ୍ତୁ ସେପଟୁ କିଛି ଶବ୍ଦ ଶୁଭିଲା ନାହିଁ। ଲୋକଟି କହିଲା, ମାଉସୀ ଫୋନ୍ଟି କଟିଗଲା ବୋଧେ, ରୁହ ଆଉ ଥରେ ଲଗାଇ ଦେଉଛି। ହେଲେ ଯେତେବେଳେ ଲଗାଇଲା ସେ ଫୋନ୍ ଲାଗିଲା ନାହିଁ। ବୁଢ଼ୀର ଆଖିରୁ ଲୁହ ଝକେଇ ଝକେଇ ଆସିଲା। କଳହ ତା ଛାତି ଉଠିଲା ଅଜଣା ଭୟଙ୍କର। ତା ହାତ ଗୋଡ଼ ଥରିବାକୁ ପଡ଼ିଲା। ବୁଢ଼ୀ ଭାବୁ ମନରେ, ପୁଅର କିଛି ହେବନି ତ? ତାହା କହି ଆସିବ ବୋଲି। ହେଲେ ମୁହଁ ମାଡ଼ି ରୋଗ ବୁଢ଼ୀକୁ ଚେତେ ଆସୁ ମୋ ପୁଅ ଡାକ ବୋଲି କହିଲେ। ହେଲେ ଏତି କହୁ କହୁ ଫଣ ଫଣ ହୋଇ ଚେତା ଚାଲିଗଲା। ବୁଢ଼ୀ ଡାକ୍ତରୀ ପରୀକ୍ଷା କରି ସାରିଲା। ଜାଣିଲେ ଯେ ବୁଢ଼ୀର କ୍ୟାନ୍ସର ହୋଇଛି, ଆଉ ଅଳ୍ପ ଦିନ ବଞ୍ଚିବ। ବୁଢ଼ୀ ନେଇ ଡକ୍ଟର ଘରକୁ ଫେରାଇ ଦେଲା। ବୁଢ଼ୀର ଯାଇ ଘରେ ପହଞ୍ଚିଲା। ସାଙ୍ଗେ ସାଙ୍ଗେ ହାଣ୍ଡିଶାଳକୁ ଦହି ଯାଇ ଦେଖିଲା, ଦହି ଯାକ ସବୁ ପୋକ ସାଲୁବାଲୁ। ବୁଢ଼ୀର ବହୁତ ଶ୍ରଦ୍ଧାରେ ଦହି ରହିଥିଲା। ତା ପୁଅ ଆସିବ ଖାଇବ ବୋଲିକି। ରାତି ପାହିଲେ ସକାଳ ହେଲା। ବୁଢ଼ୀ ଦୁର୍ବଳ, ଚାଲି ପାରୁ ନଥିଲା। ବହୁତ କଷ୍ଟରେ ଉଠି ପଡ଼ିଲା। ଘରକୁ ଡାକ ପକାଇଲା, ଏ ଝିଅ ଟିକେ ଦହି ଦେ, ମୋ ପୁଅ ଆସିବ ଖାଇବ। ପଡ଼ୋଶୀ ଘର ବହୁତ ରାଗିଗଲେ। କାହିଁକି ନା ବୁଢ଼ୀର ସବୁଦିନ ଏହିପରି ଦହି ମାଗିବାର। ତା ପୁଅ ଆସିବ ଆଉ ସେ ଦହି ନେଇ ଫିଙ୍ଗି ଦେଲା। ବୁଢ଼ୀ ମନର ଊଣା କରି ଆସିଲା। ଘରକୁ ଆସି ଦାଣ୍ଡ ଦୁଆରେ ବସିଲା। ମନେ ମନେ କେତେ ଦିଅଁ ଦେବତା ମାନସିକ ରଖିଥିଲା। ଆଉ ବେଳେବେଳେ ବାପା ଚାଲିଗଲା। ତାପରେ ମା'ର ବହୁତ କଷ୍ଟ ନ ସହି କେତେ କୁଣ୍ଠା ଶୁଣିଲ। ଗାଁ ଲୋକଙ୍କ ଠାରୁ ପାଠ ପଢ଼େଇଲା ବୋଲି ଗାଁ ସାରା ବୁଲି ବାସନ ମାଜିଲା। ନିଜ ରାତିରେ ଉପବାସ ରହି ଖୋଉଥିଲା। ମୋ ପାଇଁ ଖଣ୍ଡେ ଭଲ ଶାଢ଼ୀ ତା ପାଇଁ ଖଣ୍ଡେ ଶାଢ଼ୀ ଭଲ କିଣିନଥିଲା। ହେଲେ ପାଠ ପଢ଼ିବା ପାଇଁ, ଚାକିରି ପାଇଁ ଯେ ଟିକେ ଜାଣି ପାରିଲେନି। ଏହି ଲକଡାଉନରେ ମୋ ମା' ମୁହଁ ହସରେ ଦେଖି ପାରିଲିନି। ମୋତେ ଘରକୁ ଯିବାର ମୋର ଖୁସି ହୋଇଥାନ୍ତା। ଏତିକି ଭାବୁ ଭାବୁ ନିଦ ଲାଗିଯାଇଛି। ପୁଅକୁ ସ୍ୱପ୍ନରେ ଦେଖୁ ଦେଖୁ ସେ ଗାଁର ଯାଇ ଆଉ ତା ମା' ଦେଖିବାକୁ ଭ ଭ ହୋଇ କାନ୍ଦିବାକୁ ଜାବୁଡ଼ୁଛି। ଆଉ ସେ ଦହିକୁ ଭଲ ଭାବରେ ବୋଲି ଗୋଟିଏ ମାଟି ହାଣ୍ଡିରେ ବହୁତ ସାରା ଦହି ରଖିଛି। ଆଉ ତା ମା' ହାତରେ ଦହି ଖୋଇ ଦେଉଛି। ଆଉ ସେ ନେଇ ନୂଆ ଶାଢ଼ୀଟିକୁ ଦେଖି ମା' ଖୁସି ଆତ୍ମହରା ହୋଇ ପଡ଼ିଛି। ଆଉ ଶାଢ଼ୀଟିକୁ ଛାତିରେ ଜାବୁଡ଼ି ଧରି ବେଶୀ ଖୁସିରେ ମା' ଶାଢ଼ୀଟି ପିନ୍ଧି ଏ ବର୍ଷର। ଆଉ ମୋତେ କହିଲା, ବାବାରେ ତୋର ବାପା ଚାଲିଗଲା ଦିନ ଠାରୁ ଭଲ ଶାଢ଼ୀ ଖଣ୍ଡିଏ ପିନ୍ଧି ନଥିଲି, ଆଜି ପିନ୍ଧିଲି। ଲୋକଙ୍କର ପାଲାଟେ ଶାଢ଼ୀ ପିନ୍ଧି ଦିନ ଯାଇ ଆଜି ଯାଏଁ ହଉ ଭଗବାନ ତ ମୋ ଡାକ ଶୁଣିଛନ୍ତି ଆଉ ତୋତେ ବଡ଼ ମଣିଷ କରିଛନ୍ତି। ଆଉ ମୋର ଦୁଃଖ ରହିବନି। ଏବେ ଖାଲି ଗୋଟିଏ ଚିନ୍ତା, ତୋତେ ହାତରେ 2 ହାତ କରିଦେବି, ମୋର କାମ ସରିଲା। ମା' ମନର ଏତିକି ଖୁସି। ମୁଁ ପ୍ରଥମେ ଘରୁ ବାହାରି ହୋଇଥାଏ। ଟିଭି ଖୋଲିଲେ ସେହି କରୋନା ତାଣ୍ଡବ ଲୀଳାର ଖବର। ମୁଁ ସିନା ଏଠି ବଡ଼ ଘରରେ ଖୁସିରେ ଅଛି, ହେଲେ ମୋ ମା'ଟି ସେଠି ଭଙ୍ଗା କୁଡ଼ିଆରେ ଥିବ। ଖରା ବର୍ଷ ଶୀତ କାଳରେ ସହି କହିବ ଯେ ଦୀର୍ଘ 7 ବର୍ଷ ହେଲାଣି ତାହାକୁ ଦେଖି ନାହିଁ। ଏବେ ଯିବି ବାହାରିବାକୁ, ହେଲେ କରୁଣା ମୋର ଗୋଡ଼ ବାନ୍ଧି ଦେଇଛି। ନିଜ ଲୋକଙ୍କୁ ଟିକିଏ ଛୁଇଁ ହେଉନି। ଜୀବନର ଖେଳରେ ଏମିତି ପରିସ୍ଥିତି ଆସିବ ବୋଲି କେବେ ଭାବି ନଥିଲି। ଧିକ୍ ତୋର ପୁଅ ପଣିଆକୁ। ଆଜି ତା ପାଖରେ ମୁଁ ଥିଲେ ସେ ବହୁତ ଖୁସି ହେଇଥାନ୍ତା। ଭାବୁଛି ମା'ଙ୍କୁ ମୋ ପାଖରେ ନେଇ ଆସିବି। ଘରକୁ ଗଲେ ହେଲେ ସେ କ'ଣ କରିବ ଶୁଣି ସେ ଆହୁରି ବୁଝି ନିଜର ଘରକୁ
ଖାଲି କହନ୍ତି ଯେ ଏଠି ପରା ତୋ ବାପା ସ୍ମୃତି ଅଛି ତାହାକୁ ଛାଡ଼ି କ'ଣ ଯାଇପାରି ହେଉଛୁ ସତ ଏ ଜଣା କଥାର ନା